ରୁଷ ଏବଂ ଆମେରିକା ମଧ୍ୟରେ ଯେଉଁ ସମ୍ପର୍କ ରହିଛି ଏହି ସମ୍ପର୍କରେ ଆମେ ସମସ୍ତେ ଜାଣିଛେ। ହତ୍ୟାକାରୀ ବୟାନବାଜି ଠାରୁ ଆରମ୍ଭ କରି ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବାଇଡେନ୍ ଏବଂ ପୁଟିନଙ୍କର ମଧ୍ୟରେ ପ୍ରବଳ ତିକ୍ତତା ବୃଦ୍ଧି ପାଇଛି। ଖାସ କରି ୟୁକ୍ରେନ୍ ମାମଲାରେ ୟୁରୋପିଆନ୍ ସଂଘ, ନାଟୋ ଏବଂ ଆମେରିକାକୁ ଚେତାବନୀ ଦେବା ପାଇଁ ପୁଟିନ କେତେବେଳେ ବି ପଛଘୁଞ୍ଚା ଦେଇନଥିଲେ। ଏପରିକି ୟୁକ୍ରେନ୍କୁ ଘରୋଇ ମାମଲା ଏବଂ ଏଥିରେ ବାହ୍ୟ ଦେଶର ହସ୍ତକ୍ଷେପ ହେଲେ ପରିଣତି ଭୟଙ୍କର ହେବ ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ ପୁଟିନ। ଏଥିରୁ ସ୍ପଷ୍ଟ ଅନୁମୟ କି ପୁଟିନ ନିଜର ସୀମା ଭିତରେ କୌଣସି ନାଟୋ ଦେଶ, ୟୁରୋପିଆନ୍ ସଂଘ ଅଥବା ଆମେରିକାକୁ ପଶାଇବା ପାଇଁ ଦେଉନାହାନ୍ତି। ଏହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି କଳା ସାଗରରେ ବା କୃଷ୍ଣ ସାଗରରେ। ଏହି ଅଞ୍ଚଳକୁ ଏକ ରକମ 6 ମାସ ପାଇଁ ବ୍ୟାନ୍ କରି ରଖିଛନ୍ତି ପୁଟିନ। ରୁଷର କହିବା କଥା ହେଲା କି ଏଥିରେ ସମରାଭ୍ୟାସ ନିୟମିତ କରାଯାଉଛି ଏବଂ ଏହି ସମରାଭ୍ୟାସ ମଧ୍ୟରେ ଯଦି କୌଣସି ବାହ୍ୟ ଦେଶର ଜାହାଜ ଧସେଇ ପଶେ ଏବଂ ଏଥିରେ ଯଦି କିଛି କ୍ଷୟକ୍ଷତି ଘଟେ ତାହେଲେ ରୁଷ ଦାୟୀ ହେବ ନାହିଁ। ତେବେ ଏଥିରେ ଲାଇଟ୍ ଫାୟାରର ସମରାଭ୍ୟାସ କ୍ରମାଗତ ଭାବରେ ଜାରି ରଖିଛି ରଷିଆ। ଏମିତି ନୁହଁ ଯେ ଆମେରିକା କିମ୍ବା ନାଟୋ ଦେଶ ଚୁପ୍ ହୋଇ ବସିଛନ୍ତି। ବିଭିନ୍ନ ସମୟରେ ନାଟୋ ଦେଶର ଯୁଦ୍ଧ ଜାହାଜ ବା ଆମେରିକାର ଯୁଦ୍ଧ ଜାହାଜ ପୁଟିନଙ୍କର ଏହି ବ୍ଲକେଡ୍କୁ ଭାଙ୍ଗିବା ପାଇଁ କଳାସାଗରରେ ଧସେଇ ପଶିଛନ୍ତି ଏବଂ ପ୍ରତିଥର ଚେତାବନୀ ପାଇବା ପରେ ଫେରିଆସିଛନ୍ତି। ଯେତେବେଳେ ବି ଏହି ଜାହାଜଗୁଡ଼ିକ କଳାସାଗରରେ ପୁଟିନଙ୍କ ସୀମାରେଖାକୁ କ୍ରସ୍ କରିବା ପାଇଁ ଚେଷ୍ଟା କରିଛନ୍ତି ସେତେବେଳେ ଲାଇଟ୍ ଫାୟାର ମୋଡ୍ରେ ସମରାଭ୍ୟାସ ଆରମ୍ଭ କରିଦେଇଛନ୍ତି ରୁଷୀ ସେନାମାନେ। ତେବେ ସବୁଠୁ ବଡ଼ କଥା ହେଲା ଯେ ଏବେ ସମ୍ପ୍ରତି ରୁଷ ଏବଂ ଭାରତର ସମ୍ପର୍କକୁ ନେଇ ବିଗତ ଦିନରେ ଅନେକ ରଣନୀତି ବା ଗଣିତ ଦେଖିବାକୁ ମିଳିଛି। ତେବେ ଚୀନ ଏଥିପାଇଁ ଖୁସି ହେଉଥିଲା ଏଇଥିପାଇଁ ଯେ S-400କୁ ନେଇ ଆମେରିକାର ଯେଉଁ କାର୍ଯ୍ୟାନୁଷ୍ଠାନ ରହିଛି ଏହା ଭାରତ ପ୍ରତି ଲାଗୁ ହେବାର ସମ୍ଭାବନା ବଢ଼ିଯାଇଛି। କାରଣ S-400କୁ ବିକ୍ରି ବଟା ପାଇଁ ଆମେରିକା ପ୍ରତିବନ୍ଧକ ଲଗାଇଛି ଏବଂ ଭାରତ ଏହାକୁ କୌଣସି ହାଲତରେ ମଧ୍ୟ ଆଣିବା ପାଇଁ ବଦ୍ଧପରିକର ଭଳି ଜଣାପଡ଼ୁଛି। ବାଇଡେନ୍ଙ୍କର ଥିଙ୍କ ଟ୍ୟାଙ୍କ ମାନେ ଏବେ ବାରମ୍ବାର କହି ଚାଲିଛନ୍ତି କି ରଷିଆ ଏବଂ ଭାରତର ସମ୍ପର୍କ ରହିଛି ଏବଂ ଆମେରିକା କୌଣସି ମାତ୍ରାରେ ବି ଭାରତକୁ S-400 ଆଣିବା ପାଇଁ ମନା ନ କରିବା ଉଚିତ। ଏହା ହେଲେ ଭାରତ ସହ ଆମେରିକାର ସମ୍ପର୍କ ତ ଖରାପ ହେବ। ଦ୍ୱିତୀୟରେ ଚୀନ ମାମଲାରେ ଯେତେ ସବୁ ଅଙ୍କ ରହିଛି ଏହା ଆମେରିକାକୁ ଆହୁରି ବିପର୍ଯ୍ୟସ୍ତ ସ୍ତରକୁ ଠେଲି ନେବ। ଦ୍ୱିତୀୟ କଥା ହେଲା ସ୍କ୍ୱାଡ୍ ମାମଲାରେ ଯେହେତୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ରହିଛନ୍ତି, ସ୍କ୍ୱାଡ୍ର ନୀତି ବିରୁଦ୍ଧରେ ମଧ୍ୟ ଏଭଳି ଘଟଣାକୁ ଆମେରିକା ପ୍ରଶାସନ ପ୍ରଶ୍ରୟ ଦେବା ଉଚିତ ନୁହେଁ। ତେବେ ଚୀନ ଖୁସି ହେବାର ଆଉ ଏକ କାରଣ ରହିଲା କି ଯେତେବେଳେ ରଷିଆର ବିଦେଶ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଥିଲେ 9 ବର୍ଷ ପରେ, ଏହା ପରେ ପାକିସ୍ତାନରେ ଏମିତି ଖବର ବ୍ୟାପିଥିଲା ଯାହା କିଛି ମାତ୍ରାରେ ଭାରତକୁ ଚକିତ କରିଥିଲା। କାରଣ ପାକିସ୍ତାନ ଖୋଲାଖୋଲି କହିଥିଲା କି ରୁଷ ପାକିସ୍ତାନରେ ଏଥର $8 ଅରବ ନିବେଶ କରିବ। ଏପରିକି ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ପାକିସ୍ତାନକୁ ଦେବ ଏବଂ ସୈନ୍ୟ ଗଠବନ୍ଧନରେ ମଧ୍ୟ ରୁଷ ପାକିସ୍ତାନ ମିଳିତ ଭାବରେ କାର୍ଯ୍ୟ କରିବେ। ଚୀନର ଇଚ୍ଛା ଥିଲା କି ଏଭଳି ହେଉ, ଅର୍ଥାତ୍ ରଷିଆ ଯେଉଁ ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ଦେବ ଏହାର ଟେକ୍ନୋଲୋଜି ଅତି ଆରାମରେ ଚୀନକୁ ମିଳିଯିବ। କିନ୍ତୁ ଝଟକା ତ ସେତେବେଳେ ପଡ଼ିଲା ଯେତେବେଳେ ରୁଷ ପ୍ରଶାସନ ଏ ସମସ୍ତ ଖବରକୁ ଖଣ୍ଡନ କରିଥିଲା। ରୁଷ କହିଥିଲା ଏମିତି କୌଣସି କାରବାର ହୋଇନାହିଁ ଯେଉଁଥିରେ ରଷିଆ ପାକିସ୍ତାନରେ $8,000କୁ ଖର୍ଚ୍ଚ କରିବ। ଏବଂ ଦ୍ୱିତୀୟ କଥା ହେଲା ସୈନ୍ୟ ଗଠବନ୍ଧନ ଏବଂ ଅସ୍ତ୍ରଶସ୍ତ୍ରର କଥା। ଏହା ପରିସ୍ଥିତି ଅନୁଯାୟୀ ବା ଆତଙ୍କବାଦକୁ ନିପାତ କରିବା ପାଇଁ ଯେତିକି ଆବଶ୍ୟକ ସେତିକି ରଷିଆ ପାକିସ୍ତାନକୁ ଦେବା ପାଇଁ ଚିନ୍ତା କରିବ। ଏହା ଏକ ମିଥ୍ୟା ପ୍ରୋପାଗଣ୍ଡା ଛଡ଼ା ଆଉ କୌଣସି ଖବର ନୁହଁ। ତେବେ ସବୁଠୁ ବଡ଼ କଥା ଟେକ୍ନୋଲୋଜି ମାମଲାରେ ଭାରତ ସହ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ରୁଷ ସବୁଠାରୁ ଅଗ୍ରଣୀ ଦେଶ ବୋଲି କୁହାଯାଉଛି। ଏପରିକି ଭାରତ ଏବଂ ରୁଷର ସମ୍ପର୍କ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି। 1971 ମସିହାରେ ଭାରତ ପାଇଁ ଯେତେବେଳେ ରୁଷର ପଣ୍ଡୁବି ଆମେରିକାର ଫ୍ଲିଟ୍କୁ ସାମ୍ନା କରିଥିଲା ଏବଂ ଆମେରିକାର ଫ୍ଲିଟ୍ ମୁହଁ ମୋଡ଼ି ଚାଲି ଯାଇଥିଲା, ସେହିଦିନ ଠାରୁ ଭାରତ ଏବଂ ରଷିଆର ସମ୍ପର୍କ ଅତ୍ୟନ୍ତ ଦୃଢ଼ ଭାବରେ ଉପସ୍ଥାପିତ ହୋଇଆସିଛି। ସମ୍ପ୍ରତି ଏହି ମହାମାରୀ ସମୟରେ ମଧ୍ୟ ଭାରତକୁ ରଷିଆର 2ଟି ଏମରକାମ ବା ଆପାତକାଳୀନ ବିମାନ ପହଞ୍ଚିଥିବା ସବୁଠାରୁ ବଡ଼ ବନ୍ଧୁତ୍ୱର ପ୍ରଦର୍ଶନ। କାରଣ ଏଥିରେ 22 ଟନ୍ର ମାନବୀୟ ସାହାଯ୍ୟ ଉପକରଣ ରଷିଆ ଭାରତକୁ ଯୋଗାଇ ଦେଇଛି। ତେବେ ପୁଟିନ କହିବା ହିସାବରେ ଭାରତର ସବୁଠୁ ବଡ଼ ବନ୍ଧୁ ହେଲା ରଷିଆ। ତେଣୁ ଭାରତର ଯେକୌଣସି ପରିସ୍ଥିତିରେ ରଷିଆ ସାହାଯ୍ୟ ନିଶ୍ଚିତ ମାତ୍ରାରେ କରିବ। ତେବେ ଭାରତ ଏବଂ ରୁଷର ଏହି ଯେଉଁ ସମ୍ପର୍କ ଏଥିରେ ଅନେକ କିଛି ନିର୍ଭର କରୁଛି। କାରଣ
ऊर्जा क्षेत्र रे हेउ कि हाइड्रोजेन इकोनॉमिक क्षेत्र रे हेउ एबे रशिया भारत सह मिसी कार्य करिबो बोली जणा पड़िछि। एपरिकी एही महामारी समय रे व्लादिमीर पुतिन को सह भारतर प्रधानमंत्री नरेंद्र मोदी सह व्यापक टेलीफोन बैठक मध्य होईछि। एहा सह भारतर जो गगनयान कार्यक्रम रहिछि एही गगनयान कार्यक्रम रे 4 जण एस्ट्रोनॉट को रशिया ट्रेनिंग देइछि। 2022 मसिया रे गगनयान कार्यक्रम स्थिरीकृत होइथिबा बेले एहाको 1 वर्ष मध्य घुंची दिया जाइथिबा जणा पड़िछि। तेबे सबुठु बड़ कथा मेडिकल उपकरण हेउ S-400 बोली मिसाइल डिफेन्स सिस्टम हेउ ऊर्जा और हाइड्रोजेन इकोनॉमिक क्षेत्र रे हेउ अथवा स्पेस रिसर्च रे हेउ रशिया भारत मिलित भाव में कार्य करिवार अदम्य उदाहरण बे विश्व देखा पाई। यही दृष्टिकोण रशिया एवं भारतर संपर्क को भेद करिपारिबो नाही अमेरिका। तेणु अमेरिकार एबे संप्रति आवश्यकता अनुजाई भारत को साहाय्य करिवार बेल आसीछि। तेणु अमेरिका भारत को छाड़ी मध्य रही पारिबो नाही, कारण बाइडेन हुए तो भारत को सहयोग करिबा पई विलंब करिपारंती, किंतु ना कहिबा बाइडेन को पक्षरे कष्ट हेबो। कारण भारतर आवश्यकता अनुजाई अमेरिका जेकोसी साहाय्य को जेते विलंब करिबो सेतिकी आलोचना एवं समालोचना शिकार हेबो। कारण एथिरे प्रथम कथा हला भारतर द्विपाक्षिक संपर्क सह अमेरिका जोड़ी होईछि एवं द्वितीय रे चीन पई जो रणनीति स्पष्ट करिछि अमेरिका एथिरे भारतर सहयोग अत्यंत आवश्यक। तेणु यही दृष्टिकोण रशिया भारतर संपर्क को न भांगी बरं अमेरिका एबे भारत सह एक आवश्यकतार संपर्क जोड़िबा पई बाध्य होइथिबा जणा पड़िछि। ग्रहाधीन जगत सर्वे ग्रहाधीन देवता किए कहिला मनुष्यर भाग्य अनिर्दिष्ट बोली, किए कहिला मनुष्य निजे इच्छा कले बदलाई पारिबनी तार निज भाग्य। भाग्य बदलांतु ज्योतिष शास्त्र माध्यम भाग्य बदलैवा पई कॉल करंतु आम कार्यक्रम। आमर कार्यक्रम भाग्यचक्र। भाग्यचक्र प्रति मंगलवार गुरुवार रविवार राति 9टारे केवल DTV ओडिया रे। DTV ओडिया देखिवा पई सब्सक्राइब करंतु एवं बेल आइकन को मध्य दबाई दियंतु।